ଦ୍ରୁତଗତିରେ ଥିବା ଏକ ଥାର୍ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଗୋଟିଏ ପରିବାରର 3 ଜଣଙ୍କ ଯାଇଛି ଜୀବନ। ଆଉ ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା 20 ନମ୍ବର ଜାତୀୟ ରାଜପଥର ଚମ୍ପୁଆ ରଜିଆ ନିକଟରେ ଘଟିଥିଲା ଏହିପରି ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତା କଡ଼ରେ ଥିବା ଏକ ଗଛରେ ଥାର୍ ଗାଡ଼ିଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଫଳରେ ସେଥିରେ ଥିବା 4 ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ଜଣକର ମୃତ୍ୟୁ ହୋଇଥିଲା। ଆଉ ଅନ୍ୟମାନଙ୍କୁ ଉଦ୍ଧାର କରି ମେଡିକାଲକୁ ନିଆଯାଉଥିବା ବାଟରେ ଅନ୍ୟ 2 ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ 10ଟା ସମୟରେ ସିଜୁକଳା ଗ୍ରାମର ତ୍ରିଲୋଚନ ଆପଟଙ୍କ ପେଟ ବଥା ହେବାରୁ ତାଙ୍କୁ ଏକ ଥାର୍ ଗାଡ଼ିରେ ପୁଅ ରଞ୍ଜିତ ଆପଟ, ସ୍ତ୍ରୀ କଇଫୁଲ ଆପଟ ଓ କକା ଭାସ୍କର ଆପଟ ଚମ୍ପୁଆ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣୁଥିଲେ। ତେବେ ରଜିଆ ନିକଟରେ ଦ୍ରୁତ ଗତିରେ ଥିବା ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଏକ ଆମ୍ବ ଗଛରେ ପିଟି ହୋଇଯାଇଥିଲା। ତେଣୁ ଘଟଣାସ୍ଥଳରେ କକା ଭାସ୍କରଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଓ ଚମ୍ପୁଆ ଅଗ୍ନିଶମ ବିଭାଗ ସହାୟତାରେ ଅନ୍ୟ 3 ଜଣଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନା ଅଣାଯାଇଥିଲା। ହେଲେ ସେମାନଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ପୁଣି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିବା ବାଟରେ ତ୍ରିଲୋଚନ ଆପଟ ଓ ତାଙ୍କ ସ୍ତ୍ରୀ କଇଫୁଲଙ୍କ ମୃତ୍ୟୁ ହୋଇଛି। ଆଉ ଅତି ଗୁରୁତର ଅବସ୍ଥାରେ ପୁଅ ରଞ୍ଜିତକୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।